एसपीटी गुड़ा तो साग बहुत साधु मैंने सब जहाँ सब कहते कौन कहते मैंने कलिजुगर सब बहुत किसी मानने मेन विपद आसो एमती आसो मैंने जहाँ सब कहते सेटा से विषय किसी माने कौन माने मन रखिथा प्रत्येक जुगर अंत समय किसी ना किसी दुर्विपाक हुए এটা প্রত্যেক যুগ যুগানুকରଣ ରହିଛି ଯୁଗାନ୍ତର ବାଣୀ ଯୁଗ ଶେଷରେ ନିଶ୍ଚୟ କିଛି ବିପ୍ଳବ ହେବ। ସେ ବିପ୍ଳବ ହେଉଛି ଦୁଇଟା ଲୋକ, ଗୋଟେ ସତ ଗୋଟେ ମିଛ। ମିଛ ସତର କଳି ସଂଘର୍ଷ ହେବ। ପ୍ରତିଟି ଯୁଗରେ ସଂଘର୍ଷ ସତ୍ୟ ଆଗେଇ ଯାଏ, କେତେବେଳେ ମିଥ୍ୟା କଳି ବି ଆଗେଇ ଯାଏ। ବର୍ତ୍ତମାନ କଳି ଆଗରେ ସତ ହିସାବରେ ପଛରେ ରହିଛି। ସତକୁ ଲୋକେ ପଚାରୁନାହାନ୍ତି କେହି, ଯଦି ପଚାରୁଛନ୍ତି କ୍ୱଚିତ ଲୋକ ସତ୍ୟବାଦୀ, ସତ୍ୟାନୁସରଣ, ସତ୍କର୍ମ, ସତ୍ଚିନ୍ତା, ସତଧର୍ମ, ସତ୍ଜ୍ଞାନ ଲାଭ କରୁଛନ୍ତି ନା ମିଛ କହିଲି। ତେଣୁ ବର୍ତ୍ତମାନ ଲୋକଙ୍କର କିଛି ଲୋକ ଅଛନ୍ତି 5କୁ 15 କରିଦେଉଛନ୍ତି। ଯେଉଁମାନେ ବାସ୍ତବବାଦୀ ଲୋକ ସେମାନେ କେବେ ଆଗୁଆ ଟପିକି କହିବେନି। କେତେବେଳେ କ'ଣ ହେବ ସେ ଜାଣିଲେ ମଧ୍ୟ ସେ କହିବା ପାଇଁ ପ୍ରିୟ ନୁହଁ। ନା ଭୁଲ କହିଲେ ଏଇଟା? କାରଣ ଯାହା ହେବା କଥା ଥିବ କହିକି ଲାଭ କିଛି ଏବେ ଯେଉଁ ବାବା ଏବେ କହୁଛନ୍ତି କ'ଣ 13 ଦିନିଆ ପକ୍ଷ ସେ କ'ଣ 13 ଦିନିଆ ପକ୍ଷ କ'ଣ ଏବେ ଚାଲିଛି ମାନେ ସେ ତା 13 ଦିନ ପକେଇଲେ କ'ଣ ଖରାପ ଭଲ ନା ଖରାପ ଅଛି? ଖରାପ ମାନେ ଖରାପ ହେଲେ କ'ଣ ହେବ? ମାନେ ଆମର ଦେଶକୁ ଖରାପ ନା ମାନେ ପୃଥିବୀ ଖରାପ? ଖରାପ ବିଶ୍ୱ ମଣିଷ ସମାଜକୁ ଖରାପ ନିଜ ନିଜ ଭିତରେ ଅଦଳ ସୃଷ୍ଟି ହେବ। ଆତ୍ମୀୟତା ଜ୍ଞାନ ରହିବନି। ବର୍ତ୍ତମାନ ତୁମେ ଦେଖୁଥିବ ଗୋଟେ ଜିନିଷ, ସ୍ତ୍ରୀ ପୁରୁଷ ବିଚ୍ଛେଦ ତାର ବହୁତ ଚାଲିଛି ନା? କୁହନ୍ତୁ। ତେଣୁ ଯେତେବେଳେ କଳିର ଆସିବ ଶେଷ ସମୟ ସେତେବେଳେ ବହୁତ କିଛି ଅସତ କର୍ମ, ଅସତ ଧର୍ମ, କୁକର୍ମ, କୁଚିନ୍ତା, କୁଭାବନା ଲୋକଙ୍କ ବର୍ତ୍ତମାନ ଚାଲିছে ନା ନାହିଁ? এটা ବହୁତ ମାତ୍ରା ବହୁତ ବଢ଼ିଛି। ବହୁତ ବଢ଼ିଛି ନା? ଦେଖୁଥିବ ଦେଖାଯିବ ଯେଉଁମାନଙ୍କ ପାଖରେ ଟିକେ ସତ ଶକ୍ତି ବିଦ୍ୟମାନ ହେଇଯାଉଛି ତାକୁ ଲୋକ ପଚାରୁଛନ୍ତି। କ୍ୱଚିତ ଲୋକ ତାକୁ ଭଲ ପାଉଛନ୍ତି। ଏବଂ ସତ ଯେ କହିବ ସଭାରେ ହାରିବ ତା ପକ୍ଷେ ନଇବେ କେହି। ମିଥ୍ୟାବନ୍ଧ ଧନମନ୍ଦ ପ୍ରାଣୀମାନେ ଆଗୁଆ ହୋଇବେ ରହିବେ। ସତ କହିଲା ଲୋକକୁ ନ ମିଳିବ ନ, ମିଥ୍ୟା କହିଲା ଲୋକକୁ ଭରିବେ ଉତ୍ତାନ। କହିବେ ନା ନା ଶୁଣୁନାହାନ୍ତି? ସତ ଯେ କହିବ ସଭାରେ ହାରିବ ତା ପକ୍ଷେ ନଇବେ କେହି। ମିଥ୍ୟାବନ୍ଧ ଧନମନ୍ଦ ଲୋକମାନେ ଆଗୁଆ ହୋଇବେ ରହିବେ। ବର୍ତ୍ତମାନ ଏଇ ପରିସ୍ଥିତି ଥିଲା। କୁହନ୍ତୁ ନା ବାପା ଆପଣ